ଜେଜେମା କ'ଣ ଧୁନ୍ଦୁରି ତାଙ୍କ ଭଉଣୀଙ୍କ କଥା ମାନିଲେ? ହଁ, ଧୁନ୍ଧୁରି ତାଙ୍କ ଭଉଣୀ ଯାହା କହିଥିଲେ ଠିକ୍ ତାହା କଲେ। କିଛି ସମୟ ପରେ ତାଙ୍କ ଭଉଣୀ ଏକ ପୁତ୍ର ସନ୍ତାନ ଜନ୍ମ କଲେ ଏବଂ ଗୁପ୍ତ ଭାବରେ ଟଙ୍କା ବିନିମୟରେ ଧୁନ୍ଧୁରିଙ୍କୁ ହସ୍ତାନ୍ତର କଲେ। ଆତ୍ମଦେବ ବହୁତ ଖୁସି ହୋଇ ପିଲାଟିର ନାମ ଧୁନ୍ଧୁକାରୀ ରଖିଲେ। 3 ମାସ ପରେ ଗାଈ ପରି କାନ ସହିତ ଏକ ମାନବ ଆକୃତିର ଶିଶୁକୁ ଜନ୍ମ ଦେଲା। ସେ ସୁନ୍ଦର ଏବଂ ସୁନା ପରି ଉଜ୍ଜ୍ୱଳ ରଙ୍ଗର ଥିଲା। ଆତ୍ମଦେବ ଖୁସି ହୋଇ ତାଙ୍କର ଜନ୍ମ ସଂସ୍କାର କଲେ ଏବଂ ତାଙ୍କର ନାମ ଗୋକର୍ଣ୍ଣ ରଖିଲେ। ସମୟ ବିତିବା ସହିତ ଉଭୟ ପିଲା ବଡ଼ ହେଲେ। ଗୋକର୍ଣ୍ଣ ଜଣେ ମହାନ ବିଦ୍ୱାନ ଏବଂ ଜ୍ଞାନୀ ହୋଇଗଲେ, କିନ୍ତୁ ଧୁନ୍ଧୁକାରୀ ବହୁତ ଦୁଷ୍ଟ ହୋଇଗଲେ। ସେ ସ୍ନାନ ଶୌଚ ପରି ବ୍ରାହ୍ମଣ ଆଚରଣ ଅନୁସରଣ କଲେ ନାହିଁ କିମ୍ବା ତାଙ୍କ ଖାଦ୍ୟ ପ୍ରତି ଯତ୍ନବାନ ନଥିଲେ। ସେ ସର୍ବଦା କ୍ରୋଧିତ ରହୁଥିଲେ ଏବଂ ସମସ୍ତ ପ୍ରକାରର ଖରାପ ଜିନିଷ ସଂଗ୍ରହ କରୁଥିଲେ। ଧୁନ୍ଧୁକାରୀ ଚୋରି କରୁଥିଲେ, ସମସ୍ତଙ୍କ ସହିତ ଶତ୍ରୁତା କରୁଥିଲେ। ସେ ଗୁପ୍ତ ଭାବରେ ଅନ୍ୟମାନଙ୍କ ଘରେ ନିଆଁ ଲଗାଇ ଦେଉଥିଲେ ଏବଂ ପିଲାମାନଙ୍କୁ କୂଅରେ ପକାଇ ଦେଉଥିଲେ। ସେ ହିଂସାରେ ଆଶ୍ରୟ ହୋଇଗଲେ, ସବୁବେଳେ ଅସ୍ତ୍ରଶସ୍ତ୍ର ବହନ କରୁଥିଲେ ଏବଂ ବିନା କାରଣରେ ଅନ୍ଧ ଏବଂ ଅସହାୟମାନଙ୍କୁ ଯନ୍ତ୍ରଣା ଦେଉଥିଲେ। ବେଶ୍ୟାମାନଙ୍କର ଫାଶରେ ପଡ଼ି ସେ ତାଙ୍କ ପିତାଙ୍କର ସମସ୍ତ ସମ୍ପତ୍ତି ନଷ୍ଟ କରିଦେଲେ। ଦିନେ ସେ ତାଙ୍କ ପିତାମାତାଙ୍କୁ ମାଡ଼ ମାରିଲେ, ଘରର ସମସ୍ତ ଜିନିଷପତ୍ର ଏବଂ ବଳକା ଧନ ସମ୍ପତ୍ତି ନେଇଗଲେ। ଆତ୍ମଦେବ କାନ୍ଦି କାନ୍ଦି କହିଲେ, ଆମର ପିଲା ନଥିଲେ ଭଲ ହୋଇଥାନ୍ତା। ମୁଁ ଏବେ କେଉଁଠିକୁ ଯିବି? ଏହି ସଙ୍କଟରୁ ମୋତେ କିଏ ରକ୍ଷା କରିବ? ହାୟ, ଏତେ ବଡ଼ ବିପଦ ମୋ ଉପରେ ପଡ଼ିଛି। ମୁଁ ନିଶ୍ଚିନ୍ତ ଭାବରେ ଏହି ଦୁଃଖରେ ମରିଯିବି। ଗୋକର୍ଣ୍ଣ ତାଙ୍କ ପିତାଙ୍କୁ ବିଚ୍ଛିନ୍ନତା ଉପରେ ଶିକ୍ଷା ଦେଇ ସାନ୍ତ୍ୱନା ଦେଲେ। ସବୁକିଛି ତ୍ୟାଗ କରି ଜଙ୍ଗଲକୁ ଯାଅ। ଗୋକର୍ଣ୍ଣଙ୍କ କଥାରେ ପ୍ରଭାବିତ ହୋଇ ଆତ୍ମଦେବ ଜଙ୍ଗଲକୁ ଯିବାକୁ ନିଷ୍ପତ୍ତି ନେଲେ ଏବଂ ତାଙ୍କ ପୁଅକୁ ସେଠାରେ କ'ଣ କରିବା ଉଚିତ ତାହା ବିସ୍ତୃତ ଭାବରେ ବୁଝାଇବାକୁ କହିଲେ। ଗୋକର୍ଣ୍ଣ ପରାମର୍ଶ ଦେଲେ, ପିତା, ଏହି ଶରୀର ହାଡ଼, ମାଂସ ଏବଂ ରକ୍ତର ଏକ ପିଣ୍ଡ। ଏହାକୁ ମୁଁ ଭାବିବା ବନ୍ଦ କର ଏବଂ ତୁମର ସ୍ତ୍ରୀ ଏବଂ ପିଲାମାନଙ୍କୁ ତୁମର ବୋଲି ଭାବ ନାହିଁ। ଏହି କ୍ଷଣସ୍ଥାୟୀ ଜଗତକୁ ଏହାର ବସ୍ତୁଗୁଡ଼ିକ ପ୍ରତି ଆସକ୍ତି ବିନା ଦେଖନ୍ତୁ। ସେଗୁଡ଼ିକୁ ଅନିତ୍ୟ ଦେଖନ୍ତି। ନିରପେକ୍ଷତାକୁ ଆଲିଙ୍ଗନ କରନ୍ତୁ ଏବଂ ଶ୍ରୀକୃଷ୍ଣଙ୍କର ଉପାସନାରେ ନିଜକୁ ଉତ୍ସର୍ଗ କରନ୍ତୁ। ତାଙ୍କର ସେବା ହେଉଛି ଶ୍ରେଷ୍ଠ କର୍ତ୍ତବ୍ୟ। ସର୍ବଦା ଏଥିରେ ଆଶ୍ରୟ ନିଅନ୍ତୁ। ସମସ୍ତ ସାଂସାରିକ କର୍ତ୍ତବ୍ୟ ପରିତ୍ୟାଗ କରନ୍ତୁ। ସର୍ବଦା ଋଷିମାନଙ୍କର ସେବା କରନ୍ତୁ। ସୁଖର ଇଚ୍ଛାକୁ ପାଖକୁ ଆସିବାକୁ ଦିଅନ୍ତୁ ନାହିଁ ଏବଂ ଯଥାଶୀଘ୍ର ଅନ୍ୟମାନଙ୍କର ଗୁଣ ଏବଂ ଦୋଷ ବିଷୟରେ ଚିନ୍ତା କରିବା ବନ୍ଦ କରନ୍ତୁ। କେବଳ ଶ୍ରୀକୃଷ୍ଣଙ୍କ ସେବା ଏବଂ ଲୀଳା ଉପରେ ଧ୍ୟାନ ଦିଅନ୍ତୁ। ତାଙ୍କ ପୁଅର କଥାରେ ପ୍ରଭାବିତ ହୋଇ ଆତ୍ମଦେବ ଘରୁ ବାହାରି ବନଯାତ୍ରା ଆରମ୍ଭ କଲେ। ସେତେବେଳେ ତାଙ୍କର ବୟସ 60 ବର୍ଷ ହୋଇଥିଲେ ମଧ୍ୟ ତାଙ୍କ ମନ ଦୃଢ଼ ଥିଲା। ଦିନରାତି ଭଗବାନଙ୍କ ସେବା ଓ ଉପାସନା କରି ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କଲେ।